ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ପୁଣି ଚାଲୁ ବୁଲିବା ପାଇଁ ଧାକୁଲି। ବସ୍କୁ ଅପେକ୍ଷା କରି କରି ମିଳିଲାନି ତ ଅଟୋ ଧରିକି ଆମେ ଗଲୁ। ରୋଡ଼ରେ ଓହ୍ଲେଇକି ଆମେ ଜଷ୍ଟ ଚାଲିକି ଯାଉଛୁ ଧାକୁଲି ଗେଟ୍ କ୍ରସ୍ କରିକି। ଆଉ ବେଷ୍ଟିର ମୋର, ସିଏ ତ ତାର ଫୋନ୍ ଗପିବାରେ ବ୍ୟସ୍ତ, ସେ ଛାଡ଼, ଆମେ ତ ଯାଉଛୁ ବୁଲିବା ପାଇଁ। ଆଉ ଯାଇକି ଦେଖୁ ତ ବହୁତ ସାରା ସ୍ତ୍ରୀ ଲୋକ ଝିଅ ପିଲା ସେମାନେ ବେଶୀ ଆସୁଥାନ୍ତି, କାହିଁକିନା ତାଙ୍କର କିଣାକିଣି କରିବାର ଥାଏ। ଆଉ ଦିନରୁ ବି ଆସିଲେ ତାଙ୍କୁ ସୁବିଧା ହେବ। ଆମେ ବି ଯାଇକି ଦେଖିଲୁ, ଭଲ ଭଲ ଜିନିଷ ସବୁ ବିକ୍ରି ହେଉଥିଲା। ସେଦିନ ଆମେ ଇଆଡ଼େ ଆସିନଥିଲୁ ଜାମ୍ ଯୋଗୁରୁ, ଆମକୁ ଛାଡ଼ିଲେନି ଗାଡ଼ି। ତ ଆସିକି ଦେଖୁ, ଏଇ ଜିନିଷଟା ମୋତେ ବହୁତ ଭଲ ଲାଗିଲା। ଆଇ ଥିଙ୍କ ପଥରରେ କାମ ହେଇଥିଲା ବୋଧେ, ମୋତେ ଭଲ ଲାଗିଲା କିନ୍ତୁ ମୁଁ ଆଣିଲିନି। ତାପରେ ଆସିକି ଝାଲମୁଢ଼ି ପାଖରେ ପହଞ୍ଚିଗଲୁ। ବେଷ୍ଟି ଗଲା ଟିକେ ଖାଇବା, ତ ସେ ଛୋଟ ଛୁଆଟା ଆମ ପାଇଁ ତିଆରି କରିକି ଦେଲା। କିନ୍ତୁ ମୋ ମନ ଯାଇକି ସେ କୋଳି ଖଟା ପାଖେ କେମିତି ମୁଁ ଖାଇବି, କିନ୍ତୁ ଖାଇଲିନି ଯେହେତୁ ଖରାଦିନ ପେଟ କଣ ହେବ କି କ'ଣ। ତାପରେ ଛଣାଛଣିରେ ଷ୍ଟିକ୍ ଟିକେ ଟ୍ରାଏ କଲୁ ଆମେ 2 ଜଣ ଯାକ। ତାପରେ ଏଠି ଦେଖିବେ ବହୁତ ସାରା ଜିନିଷ ବିକ୍ରି ହେଉଥିଲା। ତା ଭିତରୁ ଧୂପକାଠି ଟିକେ ମୋ ଠାକୁରଙ୍କ ପାଇଁ ଆଣିଲି। ତାପରେ ଆସି ମାଆଙ୍କ ମନ୍ଦିର ଯେତେବେଳେ ଆମେ ପହଞ୍ଚିଯାଇଛୁ, ସେଠି ଯେଉଁ ଦୋକାନ ସବୁ ଥିଲା ବୁଲାବୁଲି କଲୁ। କେତେ ସୁନ୍ଦର ସୁନ୍ଦର ଜିନିଷ, ଲେହେଙ୍ଗା ସବୁ ବିକ୍ରି ହେଉଥିଲା। ତାପରେ ଆସିକି ମଥୁରା କେକ୍ ଖାଇଲୁ, ମୋତେ ଟିକେ ମୋର ଫେଭରାଇଟ୍ ତ ସେଥିପାଇଁ। ଆଉ କେତେ ଜିନିଷ ସବୁ ବିକ୍ରି ହେଉଛି, ଆପଣମାନେ ତ ସବୁ ଭିଡ଼ିଓ କରିପାରିବେନି, ଯେତିକି ବି କରିପାରିଲେ ଆପଣଙ୍କ ପାଇଁ ଦେଖିପାରୁଥିବେ। ତାପରେ ଆସିକି ଟିକେ ଗୁପଚୁପ୍ ଖାଇଲୁ। ତାପରେ ଖଟା ଦୋକାନ ପାଖକୁ ଆସି ମୁଁ ଟିକେ ଖଟା ନେଲି ଆଉ ଦହି ଲଙ୍କା ବି ନେଲି। ତାପରେ ତା ଫ୍ରଣ୍ଟରେ ଥିଲା ମୋମୋ, ତ ସେଇଟାକୁ ଟିକେ ଖାଇଲୁ। ନନଭେଜ୍ ଯେହେତୁ ଥିଲା, ଖାଇସାରିଲା ପରେ କେତେ ଜିନିଷ ମୁଁ ଧରିକି ଯାଉଛି। ଆଉ ବାହାର ଭିତରକୁ ତ ଛାଡ଼ୁ ନଥିଲେ, ଜାମ୍ ଥିଲା। ତାପରେ ବି ଆମର ତ ଲେଟ୍ ହେଲାଣି, ଆମେ ଯାଉଛୁ, ବାଏ।